ଗତ ଅଗଷ୍ଟ ମାସ 23 ତାରିଖ ଶୁକ୍ରବାର ଦିନ ଓଡ଼ିଶାର ସୁସାହିତ୍ୟିକ କବି ଓ ନାଟ୍ୟକାର ଯାହାଙ୍କୁ ବଣେଇ ମାଟିର ଭୀଷ୍ମ ପିତାମହ ବୋଲି ଅଭିହିତ କରାଯାଏ, 83 ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଯାଇଛି। ଆଉ ଦେଖିବାକୁ ମିଳିବ ନାହିଁ ସେଇ ହସ ହସ ମଧୁର ଚେହେରା, ଶୁଣିବାକୁ ମିଳିବ ନାହିଁ ତାଙ୍କର ସ୍ୱର। ରମେଶ ଚନ୍ଦ୍ର ବେହେରାଙ୍କୁ ନେଇ ଚୌକାଠର ଏ ବିଶେଷ ପ୍ରତିବେଦନ ଅମ୍ଳାନ ଚନ୍ଦ୍ର ରମେଶ ଚନ୍ଦ୍ର। ଭଗବତ ଗୀତାର ଦ୍ୱିତୀୟ ଅଧ୍ୟାୟ 23ତମ ସ୍ୱର୍ଗରେ କୁହାଯାଇଛି, ନୈନମ୍ ଛିନ୍ଦନ୍ତି ଶସ୍ତ୍ରାଣୀ ନୈନମ୍ ଦହତି ପାବକ ନ ଚୈନମ୍ କ୍ଲେଦୟନ୍ତ୍ୟାପୋ ନ ଶୋଷୟତି ମାରୁତ। ନ ଏନମ୍ ଛିନ୍ଦନ୍ତି ଶସ୍ତ୍ରାଣୀ ନ ଏନମ୍ ଦହତି ପାବକ ନ ଚ ଏନମ୍ କ୍ଲେଦୟନ୍ତି ଆପଃ न ଶୋଷୟତି ମାରୁତ। ନା ଏହି ଆତ୍ମାକୁ ଛିନ୍ନ କରିପାରେ ଶସ୍ତ୍ର, ନା ଏହି ଆତ୍ମାକୁ ଦହନ କରିପାରେ ଅଗ୍ନି, ନା ଏହି ଆତ୍ମାକୁ ଭିଜେଇ ପାରେ କେବେ ଜଳ, ନା ଶୁଷ୍କ କରିଦେଇପାରେ ପବନ। କ୍ଷିତି ଅପ୍ ତେଜ ମରୁତ ଓ ବ୍ୟୋମ, ଏହି ପଞ୍ଚ ମହାଭୂତରେ ଗଢ଼ା ତାଙ୍କର ମାଟି ଦେହ ମାଟିରେ ମିଶିଯାଇଛି ପଞ୍ଚଭୂତରେ। ହେଲେ ତାଙ୍କର ଆତ୍ମା ଅମର ଅଜର। ତାଙ୍କର ସୃଷ୍ଟି, ତାଙ୍କର ସେବା, ତାଙ୍କର କର୍ମ, ତାଙ୍କର ସାହିତ୍ୟ, ତାଙ୍କର ସଂସ୍କାର, ତାଙ୍କର ମାନବ ଧର୍ମ ପ୍ରତି ଓଡ଼ିଆ ପ୍ରାଣରେ, ବିଶେଷ କରି ବଣେଇବାସୀଙ୍କ ନିକଟରେ ଜାଜ୍ୱଲ୍ୟମାନ ରହିବ ସର୍ବଦା। ରମେଶ ଚନ୍ଦ୍ର ବେହେରା 83 ବର୍ଷର ଜୀବନ କାଳ ମଧ୍ୟରେ ଓଡ଼ିଆ ସାହିତ୍ୟ ତଥା ନାଟ୍ୟ ସାହିତ୍ୟକୁ ବଣେଇ ଭଳି ଏକ ଉପାନ୍ତ ଅଞ୍ଚଳରେ ପ୍ରତିଷ୍ଠିତ କରେଇ ପାରିଥିଲେ ସିଏ। ବିଭିନ୍ନ ସାହିତ୍ୟ ସମ୍ପାଦନ, ମଞ୍ଚ ନାଟକ ଓ ପତ୍ରିକା ସମ୍ପାଦନା ମାଧ୍ୟମରେ ସେ ଥିଲେ ଏକାଧାରରେ ଜଣେ କବି, ଗାଳ୍ପିକ, ପ୍ରାବନ୍ଧିକ, ଗୀତିକାର, ନାଟ୍ୟକାର, ଅଭିନେତା, ସମ୍ପାଦକ, ସଂଗଠକ ଓ ସମାଜସେବୀ। ତାଙ୍କ ଲେଖନୀରୁ ଅନେକ ନାଟକ, କବିତା, କାବ୍ୟ, ଖଣ୍ଡକାବ୍ୟ, ଗୀତିନାଟ୍ୟ, ରୂପକ ଆଦି ନିଃସୃତ ହେଇଛି। ସେ ମଧ୍ୟ ଥିଲେ ଜଣେ ସ୍ୱୀକୃତିପ୍ରାପ୍ତ ଆକାଶବାଣୀ ଗୀତିକାର ଏବଂ ଜଣେ ଦୂରଦର୍ଶନର ଅଭିନେତା। ତାଙ୍କର ପ୍ରମୁଖ ନାଟକ ମଧ୍ୟରେ ତଥାପି ବଞ୍ଚିଛୁ, ଈଶ୍ୱର ଆଲ୍ଲାହ, କଳଙ୍କିତ ଚନ୍ଦ୍ର, ମୁଁ ପ୍ରମାଣ ଦେବି, ସ୍ୱର୍ଗଜୟ, ଦାନବୀର ହରିଶ୍ଚନ୍ଦ୍ର, ସେ କିଏ, ଏ କଙ୍କାଳ କାହାର, ସୀତାବର୍ଜନ ଇତ୍ୟାଦି ବହୁ ଚର୍ଚ୍ଚିତ ଓ ବହୁ ଦର୍ଶକାଦୃତ। କିନ୍ତୁ ଦୁଃଖର ବିଷୟ, ତାଙ୍କର ଅଧିକାଂଶ ପାଣ୍ଡୁଲିପି ଏବେ ମଧ୍ୟ ପ୍ରକାଶ ଅପେକ୍ଷାରେ। ଏ ତ ଗଲା ନାଟକର କଥା। ଯଦି ଆମେ ତାଙ୍କର କବିତାର ସ୍ୱର ଉପରେ ଆଲୋଚନା କରିବା, ତେବେ ମୁଖ୍ୟତଃ ତାଙ୍କର କବିତାରେ ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ ଓ ଈଶ୍ୱରଙ୍କ ନିକଟରେ ଭକ୍ତି ଭାବନା ହିଁ ପ୍ରମୁଖ ସ୍ୱର। ରମେଶ ଚନ୍ଦ୍ର ବେହେରାଙ୍କର କବିତାରେ ଈଶ୍ୱର ନିରାଜନା ଏକ ପ୍ରମୁଖ ବିଭବ, ଯେଉଁଥିରେ ଥାଏ ଈଶ୍ୱରଙ୍କ ପ୍ରତି ସମର୍ପିତ ଭାବ। ଏହି ସମର୍ପିତ ଭାବ ହିଁ ଭକ୍ତି। ଯେଉଁଠି ଦାବି ନଥାଏ କି ଅଧିକାର ନଥାଏ, ଥାଏ କେବଳ ସମର୍ପଣ। ଏବଂ ଭକ୍ତି ଓ ଭଗବାନ ମଧ୍ୟରେ ଅଭିମାନ ତ ନିତ୍ୟ ନୈମିତ୍ତିକ।
ସେଇ ଅଭିମାନର ପରାକାଷ୍ଠାରେ ଆଚମ୍ବିତ କରେ ତାଙ୍କ କବିତା। ଦୁଃଖ ପଡ଼ିଲେ ତ ଡାକେ ନାହିଁ ଖାଲି, ସୁଖରେ ବି ନୀତି ଡାକେ। ଦୁଃଖ ପଡ଼ିଲେ ତ ଡାକେ ନାହିଁ ଖାଲି, ସୁଖରେ ବି ନୀତି ଡାକେ। ଅଭିମାନ ହେଲେ ଆପଣାର ବୋଲି, ମିଛରେ ଦୀପଦ ବକେ, ମିଛରେ ଦୀପଦ ବକେ। ରମେଶ ଚନ୍ଦ୍ର ବେହେରାଙ୍କ କବିତାରେ ଅଭିମାନ, ଅଭିଯୋଗ ଏବଂ ଆଶଙ୍କାର ପରାକାଷ୍ଠା ମଧ୍ୟ ଅନନ୍ୟ। ବେଳେବେଳେ ଅଭିଯୋଗ ବାଢ଼େ ଭକ୍ତ, ବେଳେବେଳେ ଗାଳି ବି କରେ, ଆକ୍ଷେପ ବି କରେ ଅଭିମାନ ଆଉ ଆଶଙ୍କାରେ। ଅମ୍ଳାନ ଚନ୍ଦ୍ର ରମେଶ ଚନ୍ଦ୍ରଙ୍କ ଅନ୍ୟ ଏକ କବିତାରେ ସେ କେମିତି ଗାଳି କରିଛନ୍ତି ଭଗବାନଙ୍କୁ ବଂଶ ବୁଡ଼ା ବୋଲି, ବଂଶ ମରା ବୋଲି, ଯୋଉ ଗାଳିରେ ବି ଫୁଟି ଉଠିଛି ତାଙ୍କର ଭାବସତ୍ତାର ମହାନତା। ଆହେ ଲକ୍ଷ୍ମୀ ନାହା କେବେ ତୁମ୍ବ ନା, ବୁଡ଼ିବାର ଶୁଣା ନାହିଁଟି। ହେଲେ ଦ୍ୱାରକାପୁରୀକୁ ଜଳେ ବୁଡ଼ାଇଛ, ବଂଶ ବୁଡ଼ା ରୀତି ଧରିଟି। ମୁଛାର କିଙ୍କର ଲାଗେ ସଦା ଡର, ଭେଳା ମୋ ବୁଡ଼ିବ ନାହିଁଟି। ସେମିତି ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଛନ୍ତି, ଯଚ୍ଚାପି ସର୍ବଭୂତାନାଂ ବୀଜଂ ତଦହଂ ଅର୍ଜୁନମ୍, ନ ତଦସ୍ତି ବିନାଜତ୍ ଷଣ୍ମୟା ଭୂତଂ ଚରାଚରମ୍। ହେ ଅର୍ଜୁନ, ସମସ୍ତ ଭୂତର ବୀଜ ଅର୍ଥାତ୍ ମୂଳ କାରଣ ହେଉଛୁ ଆମ୍ଭେ। ଏ ସଚରାଚରର ସମସ୍ତ ଭୂତରେ, ସର୍ବଭୂତରେ ବିଦ୍ୟମାନ ଆମ୍ଭେ। ସଚରାଚର ଏମିତି କୌଣସି ବସ୍ତୁ ନାହିଁ ଯାହା ଆମ୍ଭ ବିନା ଉତ୍ପନ୍ନ ହୋଇପାରେ। ବୋଧହୁଏ ସେଇଥିପାଇଁ କବି ରମେଶ ଚନ୍ଦ୍ର ବେହେରା କହିଛନ୍ତି ତାଙ୍କ କବିତାରେ, ଯାହା ମୁଁ ଭାବୁଛି, ଯାହା ମୁଁ କରୁଛି, ସବୁ ତୁମେ, ସବୁ ତୁମେ। ଯାହା ମୁଁ ଭାବୁଛି, ଯାହା ମୁଁ କରୁଛି, ସବୁ ତୁମେ, ସବୁ ତୁମେ। କରି କରାଉଛ ଶରୀର ମନ୍ଦିରେ, ରହି ସଦା ଦିବାଜାମେ। କରି କରାଉଛ ଶରୀର ମନ୍ଦିରେ, ରହି ସଦା ଦିବାଜାମେ। ଈଶ୍ୱର ପାଖରେ ଭକ୍ତ ଅଭିଯୋଗ ବି ବାଢ଼େ, ଆକ୍ଷେପ ବି କରେ, ଭକ୍ତ ବିଦ୍ରୋହ ବି କରେ। ତୁମ ହାତେ ପ୍ରଭୁ ରହିଅଛି ଯଦି ଦୁନିଆର ସବୁ ଖେଳ, କିସ ମଣି ମନେ ଏତେ ମଣିଷଙ୍କୁ ଅଭାବରେ ବୁଡ଼ାଇଲ। ତୁମ ହାତେ ପ୍ରଭୁ ରହିଅଛି ଯଦି ଦୁନିଆର ସବୁ ଖେଳ, କିସ ମଣି ମନେ ଏତେ ମଣିଷଙ୍କୁ ଅଭାବରେ ବୁଡ଼ାଇଲ। ପାଏନା କେ ଦାନା ନ ଜୁଟଇ କନା, ବସି ବସି କେଉଁ ଖାଏ ରାଜଖାନା। ନ ରୁଚେ କାହାକୁ ଖଣ୍ଡ କ୍ଷୀରିପଣା, କେ ଉପର କିଏ ତଳ। ତୁମ ହାତେ ପ୍ରଭୁ ରହିଅଛି ଯଦି ଦୁନିଆର ସବୁ ଖେଳ। ମନବୋଧ ଆଉ ମନ ଚୈତନ୍ୟକୁ ନେଇ ମଧ୍ୟ ତାଙ୍କର ଲେଖା, ତାଙ୍କର କବିତା ଅନନ୍ୟ। ଏଇଭଳି କବିତା ନିଜର ମନକୁ ନିୟନ୍ତ୍ରଣ କରିବା ପାଇଁ, ନିଜର ମନକୁ ପରିଚାଳିତ କରିବା ପାଇଁ ପଞ୍ଚସଖା ଯୁଗର କବିମାନେ, ସନ୍ଥ ସାଧକମାନେ ଅନେକ କବିତା ଲେଖିଥିଲେ। ଏ ସମୟରେ ସେଭଳି କବିତା ଦେଖାଯାଏନି। ଅଥଚ ଅମ୍ଳାନ ଚନ୍ଦ୍ର ରମେଶ ଚନ୍ଦ୍ର ବେହେରାଙ୍କ ଲେଖନୀରେ ମନବୋଧ ଓ ମନ ଚୈତନ୍ୟକୁ ନେଇକି ବି ଅନେକ ଚମତ୍କାର ଓ ଭାବସିକ୍ତ କବିତା ଝରି ଆସିଛି କବି ରମେଶ ଚନ୍ଦ୍ର ବେହେରାଙ୍କ ଲେଖନୀରୁ। ମନକୁ ସମ୍ବୋଧନ କରି ସେ ଲେଖିଛନ୍ତି ଗୋଟେ କବିତାରେ, ଚେତ ଚେତ ମନ ଦିନ ଆଉ ଆସଇ ରାତି। ଚେତ ଚେତ ମନ ଦିନ ଥାଉ ଆସଇ ରାତି। ମହାନିଦ୍ରାରେ ଶୋଇବୁ ନଥିବ ସ୍ଥିତି। ଦିନ ଥାଉ ଚିହ୍ନି ଥାଅ ପରମ ବ୍ରହ୍ମକୁ। ମନ ଚୈତନ ବାନ୍ଧି ଦେଇଦେ ତାହାଙ୍କୁ। ଦେବେ ସେ ସଦ୍ଗତି ଅସରା ପ୍ରେମ ପ୍ରୀତି। ଆର ଜନମକୁ ଲଭିବୁ ସେ ସମ୍ପତ୍ତି। ଅନନ୍ୟ ମନବୋଧକୁ ନେଇ ତାଙ୍କର ଆଉ ଏକ କବିତା, ମନ ସଧିରେ ଘେନ ହୁଅ ନାହିଁ ଉଚ୍ଛନ। ଲୋଡୁ କେଉଁ ଧନ ଛାଡ଼ି କଳା ବଦନ। ମନ ସଧିରେ ଘେନ ହୁଅ ନାହିଁ ଉଚ୍ଛନ। ଲୋଡୁ କେଉଁ ଧନ ଛାଡ଼ି କଳା ବଦନ। କ୍ଷଣିକ ମିଛ ମାୟା ସଂସାରେ ହୋଇ ବାୟା। କେହି ହେବେନି ସାହା କରିବେ ନାହିଁ ଆହା। ଶେଷ ବେଳକୁ ଯେବେ ଜୀବ ଜୀବନ। ମନ
ସଧିରେ ଘେନ ହୁଅ ନାହିଁ ଉଚ୍ଛନ ରେ ପାଗଳା ମନ ବେଳ ଥାଉ ଥାଉ ହୁଅ ତୁ ସାବଧାନ। ମନବୋଧ ମନ ଚୈତନ୍ୟକୁ ନେଇ ଏଭଳି କବିତା ହୁଏତ ଦେଖାଯାଏନି, କିନ୍ତୁ ଏ ଚର୍ଚ୍ଚା ଏ ଆଲୋଚନା ରମେଶ ଚନ୍ଦ୍ର ବେହେରାଙ୍କର କବିତାରେ ଏବେ ବି ବିଦ୍ୟମାନ, ଯାହା ପୁରାତନ ନୁହେଁ ଆଧୁନିକ। କାରଣ ଏହା ହିଁ ସତ୍ୟ, ଏହା ହିଁ ସତ୍ୟ, ଏହା ହିଁ ସତ୍ୟ। ଆତ୍ମାକୁ ନେଇ, ପରମାତ୍ମାକୁ ନେଇ, ପରମ ବ୍ରହ୍ମକୁ ନେଇ। ଅମ୍ଳାନ ଚନ୍ଦ୍ର ରମେଶ ଚନ୍ଦ୍ରର ଏହି ସଂସ୍କରଣରେ, ଏହି ବିଶେଷ ପ୍ରତିବେଦନରେ ଆମେ ତାଙ୍କୁ ଉତ୍ସର୍ଗୀକୃତ ଦୁଇଟି କବିତା ଏଠି ଉପସ୍ଥାପନ କରିବୁ। କବି ପ୍ରତାପ କୁମାର ପଣ୍ଡା ଏବଂ କବି ରଶ୍ମି ସାହୁଙ୍କ କଲମ। ଯେଉଁ କବିତା ଦୁଇଟି ସେମାନେ ନିଜେ ପଢ଼ି ଶୁଣେଇବେ ଆପଣଙ୍କ ପାଖରେ। ଭାବୁଛି ରମେଶ ଚନ୍ଦ୍ର ବେହେରାଙ୍କୁ ନେଇ ଏହି ପ୍ରତିବେଦନ ଅମ୍ଳାନ ଚନ୍ଦ୍ର ରମେଶ ଚନ୍ଦ୍ର ଆପଣଙ୍କୁ ଭଲ ଲାଗିଥିବ। ଆସନ୍ତୁ ଶୁଣିବା ଏବେ ପ୍ରଥମେ ରଶ୍ମି ସାହୁ ଏବଂ ତାପରେ ପରେ ପ୍ରତାପ କୁମାର ପଣ୍ଡାଙ୍କର କବିତା, ଯାହା ନିବେଦିତ ସ୍ୱର୍ଗତ ରମେଶ ଚନ୍ଦ୍ର ବେହେରାଙ୍କୁ। ନମସ୍କାର। କବି, ଗାଳ୍ପିକ, ସାହିତ୍ୟିକ, ସଂଗଠକ ତଥା ମହାନ ବ୍ୟକ୍ତିତ୍ୱଧାରୀ ରମେଶ ଚନ୍ଦ୍ର ବେହେରା ମହୋଦୟଙ୍କର ଅବର୍ତ୍ତମାନରେ ଗଭୀର ଶ୍ରଦ୍ଧାଞ୍ଜଳି ରୂପକ ଏହି ଛୋଟିଆ କବିତାଟିଏ ତାଙ୍କ ଉଦ୍ଦେଶ୍ୟରେ। କବିତାର ଶୀର୍ଷକ ହେ ପ୍ରଣମ୍ୟ ପୁରୁଷ। ହେ ପ୍ରଣମ୍ୟ ପୁରୁଷ, ଆଜୀବନ ମାଟି ମନସ୍କ ତୁମ ଦେହ ଦୋହା ଓ ଦାମ୍ପତ୍ୟ ଆବେଗଭରା ଅନୁରାଗରେ ଆଙ୍କିଦେଲ ନିଜକୁ ପ୍ରଶସ୍ତ ପର୍ଯ୍ୟାପ୍ତ ପ୍ରଚଣ୍ଡ ବ୍ୟକ୍ତିତ୍ୱ ଭରା ଉଚ୍ଚାରଣରେ। ନିଜ ସୃଜନତାର ପରିଚୟ ପତ୍ରଟିଏ ଦେଇ ନିଷ୍ପ୍ରଭ ପଥିକୁଣ୍ଡର ଧାରେ ଜାଳୁଥିଲ ପ୍ରତିଟି ହୃଦୟରେ ଆଲୋକର ଦୀପଶିଖା। ବିନ୍ଦୁ ବିନ୍ଦୁ ଶବ୍ଦର ମାଧୁର୍ଯ୍ୟରେ ସିନ୍ଧୁ ଲଙ୍ଘିବାର କଳାରେ, ବିନ୍ଦୁ ବିନ୍ଦୁ ଶବ୍ଦର ମାଧୁର୍ଯ୍ୟରେ ସିନ୍ଧୁ ଲଙ୍ଘିବାର କଳାରେ ତୁମେ ପାରଙ୍ଗମ ବୋଲି ଅତି ସହଜ ଭାବେ ପ୍ରତି ସର୍ଜନାରେ ଥିଲା ତୁମ ସୁଦୂର ପ୍ରସାରୀ ଆକର୍ଷଣ। ହଠାତ୍ ମୁହୂର୍ତ୍ତର ଅନ୍ୟମନସ୍କତାରେ ତୁମେ ଅପସରିଗଲ ଯେଉଁ ଦିଗନ୍ତ ଦେଇ, ବିଦାୟର ନିସଙ୍ଗତାଟିଏ ବାଡ଼ି ସେଠୁ ଆଉ ଦିଶୁନାହିଁ ତୁମର ସ୍ପର୍ଶ। ଝୁରି ହେଲେ ଝରିଯାଏ ସିନା ଲୁହ, ଫେରେନା ଛାତି ଭିତରର ଆଶ୍ୱସ୍ତି। ଯିବାବେଳେ କି କପଟ ତୁମ ନୀରବତାରେ ଥିଲା ଯେ, କହି ନ ହୋଇ ତୁମ ସାଥେ ଅନେକ କଥା ଅମର ହୋଇଗଲା। ଆକାଶର ମଝି ଦେଇ ଏ ଶବ୍ଦର ଶାଳୀନତା ଏବେ କେବଳ ଲୀନ ହୁଏ ଶୂନ୍ୟରୁ ମହାଶୂନ୍ୟକୁ। ତୁମ ଆତ୍ମାର ଶ୍ରୀଅଙ୍ଗରେ ଢାଳି ଦେବାକୁ ଅର୍ବୁଦ ଅଞ୍ଜଳି, ତୁମ ଆତ୍ମାର ଶ୍ରୀଅଙ୍ଗରେ ଢାଳି ଦେବାକୁ ଅର୍ବୁଦ ଅଞ୍ଜଳି। ଧନ୍ୟବାଦ। ନମସ୍କାର। ଓଡ଼ିଶାର ସମର୍ଥ ସାରସ୍ୱତ ସ୍ରଷ୍ଟା, ସୁନ୍ଦରଗଡ଼ର ଜଣେ ଆଗଧାଡ଼ିର ସାହିତ୍ୟିକ, କବି, ନାଟ୍ୟକାର ତଥା ବଣେଇଗଡ଼ର ଗର୍ବ ସ୍ୱର୍ଗତ ରମେଶ ଚନ୍ଦ୍ର ବେହେରାଙ୍କ ସ୍ମୃତିରେ ମୋର ଏହି କବିତାଟି। କବିତାର ଶୀର୍ଷକ ହେ ପ୍ରଣମ୍ୟ ସହସ୍ର ନମସ୍କାର। ହେ ପ୍ରଣମ୍ୟ ସହସ୍ର ନମସ୍କାର। ହେ ପ୍ରଣମ୍ୟ ସାହିତ୍ୟ ସାଧକ
हे प्रणम्य साहित्य साधक बणईगड़ चैत्य आलोक जाଳି ଦେଇ ଦିବ୍ୟ ତୁମ ଚେତନାର ଅନଗ ଦୀପାଳି ତିମିରିତ ଉପାନ୍ତରେ ବିତରିଲ ଭାଷାର ବନାଳି। ଅନାଦୃତ ଥିଲା ଯେଉଁ ଘନ ବନ ପାହାଡ଼ି ଅଞ୍ଚଳ ନିଜ ସାଥେ ନିଜେ ଲଢ଼ି ଉଡ଼ାଇଲ କ୍ରାନ୍ତିର ଚିରାଳ। ଭରିଦେଲ ଭାଷା ପ୍ରୀତି କୋଟି ଜନ ମାନସ ପଟରେ ତୀକ୍ଷ୍ଣ ତୁମ ଲେଖନୀ ମୁନରେ। ଦକ୍ଷ ତୁମେ କବି ଗୀତିକାର ଶତାବ୍ଦୀର ଶ୍ରେଷ୍ଠ ନାଟ୍ୟକାର ପଞ୍ଚରତ୍ନ ସମଦୀପ୍ତ କାଳଜୟୀ କବିତାର ସ୍ୱର ପାଠକର କର୍ଣ୍ଣବେଦୀ ତତ୍ତ୍ୱତଃ ଶୁଭେ ବାରମ୍ବାର। ସୃଷ୍ଟି ତୁମ ପରୀକ୍ଷାତ ପୁରପଲ୍ଲୀ ଉତ୍କଳ ପ୍ରଦେଶେ ରହିଗଲା ଚିରକାଳ ରବିସମ ସାହିତ୍ୟ ଆକାଶେ। ବଦଳରେ କାହାଠାରୁ କେବେ କିଛି ରଖିନାହ ଆଶା କର୍ମେ ଏକା ଅତୁଟ ଭରସା। हे पूज्य अम्लान प्रतिभा हिरण्मय समुज्ज्वल आभा पंचभूते लीन सिना अपघन विधिर विधान हेले कवि सृष्टि सदा कालजयी अमृत समान। अवर्तमान रे तुम झुरु अछि प्रति प्राण देख लागे सते हृदय भरा अप्रमित असहन दुख। आहे कवि शेषे तुम पाद पद्मे भक्ति अर्घ्य ढाली जणाउछि नम्र श्रद्धांजलि।